ଏହି ଭିଡ଼ିଓରେ ପ୍ରାକୃତିକ ସମ୍ପଦ ଓ ତାହାର ପ୍ରଦୂଷଣ ପାଠର ପ୍ରଶ୍ନୋତ୍ତର ଆଲୋଚନା କରିବୁ। 1 ନମ୍ବର ପ୍ରଶ୍ନୋତ୍ତର, ଭୂପୃଷ୍ଠରୁ 20 କି ପର୍ଯ୍ୟନ୍ତ ବାୟୁମଣ୍ଡଳ ସ୍ତରକୁ ଡେସ୍କ କୁହାଯାଏ। ସୂର୍ଯ୍ୟସ୍ତର ପରେ ସ୍ଥଳଭାଗ ଶୀଘ୍ର ଥଣ୍ଡା ହେବା ଦ୍ୱାରା ବାୟୁ ଡେସ୍କ ଆଡ଼କୁ ଗତି କରିଥାଏ। ତାହାର ଉତ୍ତର ହେଲା ଟ୍ରାପୋସ୍ଫିୟର, ସ୍ଥଳଭାଗରୁ ଜଳଭାଗ, ଧୂଳିକଣା, ବିଶ୍ୱ ଉଷ୍ଣାୟନ ଓ ଅମ୍ଳ ବୃଷ୍ଟି ଲାଷ୍ଟଟା। 2 ନମ୍ବର, ବନ୍ଧନୀ ଭିତରୁ ବାଛିକି ଲେଖ। ଲୁଣି ଜଳରେ ଅଧିକ ପରିମାଣରେ ଡେସ୍କ ଥିବାରୁ ଏହା ଜୈବିକ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଖଣିଜ ଲବଣ, ପଥର ଉପରେ ବଞ୍ଚି ରହିବାକୁ ଡେସ୍କ ସକ୍ଷମ ହୋଇଥାନ୍ତି। ଲାଇକେନ୍, ଭୂପୃଷ୍ଠର ଉପର ସ୍ତର ମୃତ୍ତିକାକୁ ଡେସ୍କ କୁହାଯାଏ। ପୃଷ୍ଠ ମୃତ୍ତିକା, ଶବ୍ଦର ମାତ୍ରା ଡେସ୍କ ଡେସିବଲରୁ ଅଧିକ ହେଲେ କର୍ଣ୍ଣ ପ୍ରତି କ୍ଷତିକାରକ 130। 3 ନମ୍ବର, ଠିକ୍ ବା ଭୁଲ ଦର୍ଶାଅ। ଜଳଜ ଉଦ୍ଭିଦମାନେ ଦ୍ରବୀଭୂତ ଅମ୍ଳଜାନ ଗ୍ରହଣ କରି ଜୈବିକ ପଦାର୍ଥ ପ୍ରସ୍ତୁତ କରିଥାନ୍ତି। ଭୁଲ। ପୃଥିବୀ ପୃଷ୍ଠର ଜୀବନକୁ ୟୁଭି ରଶ୍ମିରୁ ଓଜୋନ ରକ୍ଷା କରିଥାଏ। ଠିକ୍। ଜୈବ ପଦାର୍ଥ ଗୁଡ଼ିକର ଅପଘଟନ ଅଣୁଜୀବମାନଙ୍କ ଦ୍ୱାରା ସମ୍ଭବ ହୋଇଥାଏ। ଠିକ୍। ବାୟୁମଣ୍ଡଳରୁ ସବୁଜ ଉଦ୍ଭିଦମାନେ ଅଙ୍ଗାରକାମ୍ଳ ଶୋଷଣ କରି ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ଠିକ୍। ଅଣୁଜୀବମାନେ ଜୈବ ପଦାର୍ଥ ଗୁଡ଼ିକର ଅପଘଟନ କରିବା ପାଇଁ ହିଲିୟମ୍ ଦରକାର କରିଥାନ୍ତି। ଭୁଲ। 4 ନମ୍ବର, ସଂକ୍ଷିପ୍ତ ଟିପ୍ପଣୀ ଲେଖ। ବାୟୁର ଗତି, ମୃତ୍ତିକା ସଂରକ୍ଷଣ, ଜୈବିକ ଯବକ୍ଷାରଜାନ ବିବନ୍ଧନ, ଭୂପୃଷ୍ଠ ମଧୁର ଜଳ, ବାୟୁ ପ୍ରଦୂଷଣ, ଅବଚବକ୍ଷାର ବ୍ୟାକ୍ଟେରିଆର କାର୍ଯ୍ୟ, ସବୁଜ କୋଠରୀର ପ୍ରଭାବ। ଯାହାକି ପରୀକ୍ଷାଟା ଆସୁଅଛି। 6 ନମ୍ବର, ମୃତ୍ତିକା କ୍ଷୟ, ଓଜୋନ ସ୍ତର। ପ୍ରଥମ କ ଅଛି ବାୟୁର ଗତି। ପୃଥିବୀ ପୃଷ୍ଠସ୍ଥ ଜଳଭଣ୍ଡାର ମାନଙ୍କର ଜଳ ସୂର୍ଯ୍ୟତାପ ଦ୍ୱାରା ଉତ୍ତପ୍ତ ହୋଇ ଜଳୀୟ ବାଷ୍ପରେ ପରିଣତ ହୁଏ ଓ ବାୟୁମଣ୍ଡଳରେ ମିଶେ। ପୁଣି ଉଦ୍ଭିଦ ଶରୀରରୁ ଉଦ୍ଭୂତ ଜଳ ଉତ୍ପାଦନ ପ୍ରକ୍ରିୟାରେ ଜଳୀୟ ବାଷ୍ପ ରୂପେ ନିର୍ଗତ ହୋଇ ବାୟୁରେ ମିଶେ। ପୃଥିବୀ ପୃଷ୍ଠ ସ୍ତର ସବୁଠାରେ ସମାନ ନଥିବାରୁ ଏହାର ସମସ୍ତ ସ୍ଥାନ ଏକ ପ୍ରକାର ଉତ୍ତପ୍ତ ହୁଏ ନାହିଁ। ଫଳରେ ପୃଥିବୀ ପୃଷ୍ଠର ବିଭିନ୍ନ ସ୍ଥାନରେ ବାୟୁ ଉତ୍ତାପ ଓ ଆର୍ଦ୍ରତା ଭିନ୍ନ ଭିନ୍ନ ହୋଇଥାଏ ଓ ଘନତ୍ୱ ମଧ୍ୟ ଅସମାନ ହୋଇଥାଏ। ମୃତ୍ତିକା ସଂରକ୍ଷଣ। ମୃତ୍ତିକା ସଂରକ୍ଷଣରେ ଉଦ୍ଭିଦମାନଙ୍କ ଅବଦାନ ଅତୁଳନୀୟ। ମାଟି ଉପରେ ଉଦ୍ଭିଦ ବଢ଼ିବା ଦ୍ୱାରା ସେଗୁଡ଼ିକର ଚେର ମାଟି ଭିତରେ ଏକ ଜାଲକ ସୃଷ୍ଟି କରେ ଓ ମୃତ୍ତିକାକୁ ସହଜରେ ବର୍ଷା ଜଳ ଦ୍ୱାରା ଧୋଇ ହୋଇ ଯିବାକୁ ଦିଏ ନାହିଁ। ମୃତ୍ତିକା ଉପରେ ଜଙ୍ଗଲ ରହିବା ଦ୍ୱାରା ମୃତ୍ତିକା ଆର୍ଦ୍ର ରହେ ଓ ମୃତ୍ତିକା କଣାଗୁଡ଼ିକ ପରସ୍ପର ସହିତ ବାନ୍ଧି ହୋଇ ରହିଥାନ୍ତି। ସେହିପରି ଓଦା ମାଟିରେ ଗୁଳ୍ମମାନ ବଞ୍ଚି ରହି ମାଟି ଉପରେ ଏକ ସବୁଜ ଚାଦର ସ୍ୱରୂପ ଆସ୍ତରଣ ସୃଷ୍ଟି କରିଥାନ୍ତି ଓ ମୃତ୍ତିକାକୁ ଜଳ ଓ ପବନ ଦ୍ୱାରା କ୍ଷୟ ହେବାକୁ ଦିଅନ୍ତି ନାହିଁ। ଗ ନମ୍ବର, ଗ୍ୟାସୀୟ ଅବସ୍ଥାରେ ଥିବା ଯବକ୍ଷାରଜାନକୁ ଉଦ୍ଭିଦ ବା ପ୍ରାଣୀ ପ୍ରତ୍ୟକ୍ଷ ଭାବରେ ଉପଯୋଗ କରିପାରନ୍ତି ନାହିଁ। କେବଳ କେତେକ ପ୍ରକାର ବ୍ୟାକ୍ଟେରିଆ ତଥା ନୀଳହରିତ ଶୈବାଳ ଏହାକୁ ବିବନ୍ଧନ ପ୍ରକ୍ରିୟା ବ୍ୟବହାର କରି ନାଇଟ୍ରେଟ୍ ଓ ନାଇଟ୍ରେଟ୍ର ପରିଣତ କରନ୍ତି। ଏହି ନାଇଟ୍ରାଇଟ୍ ଓ ନାଇଟ୍ରେଟ୍ ରୂପେ ଯବକ୍ଷାରଜାନ ଉଦ୍ଭିଦ ଜରିଆରେ ହିଁ ଜୀବଜଗତରେ ପ୍ରବେଶ କରେ। ଭୂପୃଷ୍ଠ ମଧୁର ଜଳ। ଭୂପୃଷ୍ଠରେ ଥିବା ମଧୁର ଜଳର ଅଧିକାଂଶ ଅଂଶ ଉଚ୍ଚ ପର୍ବତ ଶିଖର ଓ ମେରୁ ଅଞ୍ଚଳରେ ବରଫା ଭାବେ ଜମି ରହିଥାଏ। ଅବଶିଷ୍ଟ ଜଳ ହ୍ରଦ, ନଦୀ ଓ ଜଳଭଣ୍ଡାର ଆଦିରେ ଗଚ୍ଛିତ ହୋଇ ରହିଥାଏ। ଏହା ଉପରେ ଜୀବଜଗତର ସମସ୍ତ ଜୀବ ନିର୍ଭର କରିଥାନ୍ତି।
ଜଳକୁ ରୋଷେଇ, ଲୁଗାପଟା ଓ ଘରଦ୍ୱାର ପରିଷ୍କାର, ଚାଷ ଓ କଳକାରଖାନା ଆଦିରେ ବହୁଳ ତାପମାତ୍ରା ବ୍ୟବହାର କରାଯାଇଥାଏ। ଏହା ସମସ୍ତ କାର୍ଯ୍ୟ ପାଇଁ ମୁଦ୍ର ଜଳ ହିଁ ବ୍ୟବହାର କରାଯାଏ। ବାୟୁ ପ୍ରଦୂଷଣ। କଳକାରଖାନା, ଯାନବାହନ ଚଳାଚଳ, ରୋଷେଇ ଆଦି କାର୍ଯ୍ୟରେ ଅଧିକରୁ ଅଧିକ ଖଣିଜ ଇନ୍ଧନ ବ୍ୟବହାର କରାଯାଉଛି। ଏହା ଫଳରେ ବାୟୁମଣ୍ଡଳକୁ ବହୁଳ ପରିମାଣରେ ଅଙ୍ଗାରକାମ୍ଳ ବାଷ୍ପ ଓ ଅଙ୍ଗାରକଣା ନିର୍ଗତ ହେବା ସଙ୍ଗେ ସଙ୍ଗେ ଯବକ୍ଷାରଜାନ ଓ ଗନ୍ଧକ ମଧ୍ୟ ଅକ୍ସାଇଡ୍ ଆକାର ନିର୍ଗତ ହେଉଛି। ଏହା ବ୍ୟତୀତ କଳକାରଖାନା ଓ ଯାନବାହନରୁ ବାହାରୁଥିବା ଅଙ୍ଗାର କଣା ବାୟୁମଣ୍ଡଳ ଧୂଳିକଣା ସହ ମିଶି ପ୍ରଶ୍ୱାସ ବାୟୁ ଦ୍ୱାରା ଆମ ଶରୀରକୁ ଯାଏ ଓ ବିଭିନ୍ନ ପ୍ରକାର ଶ୍ୱାସଜନିତ ରୋଗ ସୃଷ୍ଟି କରିଥାଏ। ପ୍ରଦୂଷିତ ବାୟୁ ଦ୍ୱାରା ଆଲର୍ଜି, କର୍କଟ ରୋଗ, ହୃଦରୋଗ, ଚକ୍ଷୁ ରୋଗ, ଚର୍ମ ରୋଗ ଆଦି ହୋଇଥାଏ। ଅପର୍ଯ୍ୟବେକ୍ଷାର ବ୍ୟାକ୍ଟେରିଆର କାର୍ଯ୍ୟ। ଅପର୍ଯ୍ୟବେକ୍ଷାର ବ୍ୟାକ୍ଟେରିଆ ନାଇଟ୍ରାଇଟ୍ ଓ ନାଇଟ୍ରେଟ୍କୁ ଭାଙ୍ଗି ସେଥିରୁ ଅମ୍ଳଜାନକୁ ଶୋଷଣ କରି ବ୍ୟବହାର କରନ୍ତି ଓ ଯବକ୍ଷାରଜାନକୁ ଗ୍ୟାସୀୟ ଅଣୁ ଭାବରେ ବାୟୁମଣ୍ଡଳକୁ ମୁକ୍ତ କରନ୍ତି। ସବୁଜ କୋଠରୀର ପ୍ରଭାବ। ପୃଥିବୀକୁ ଏକ ସବୁଜ କୋଠରୀର ସହିତ ତୁଳନା କଲେ ପୃଥିବୀର ବାୟୁମଣ୍ଡଳରେ ଥିବା ସବୁଜ କୋଠରୀ ବାଷ୍ପଗୁଡ଼ିକ ଯଥା ଅଙ୍ଗାରକାମ୍ଳ, କ୍ଲୋରୋଫ୍ଲୋରୋକାର୍ବନ, ନାଇଟ୍ରସ୍ ଅକ୍ସାଇଡ୍ ଓ ମିଥେନ୍ କୋଠରୀର କାର୍ଯ୍ୟନିର୍ବାହୀ ଛାତ ସହିତ ତୁଳନୀୟ। ଏହି ଗ୍ୟାସ୍ ସମୂହ ସୌର ରଶ୍ମିକୁ ପୃଥିବୀ ପୃଷ୍ଠକୁ ଅନାୟାସରେ ପ୍ରବେଶ କରିବାକୁ ଦେଇଥାଏ, କିନ୍ତୁ ପୃଥିବୀ ପୃଷ୍ଠରୁ ବାହାରୁ ଥିବା ଅବଲୋହିତ ରଶ୍ମିକୁ ପୃଥିବୀ ପୃଷ୍ଠର ବାହାରକୁ ଯିବାକୁ ଦିଏ ନାହିଁ। ଏହା ଫଳରେ ପୃଥିବୀ ପୃଷ୍ଠ ଓ ଏହାର ବାୟୁମଣ୍ଡଳ ତାପମାତ୍ରା କ୍ରମଶଃ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବିଭିନ୍ନ ବିପର୍ଯ୍ୟୟ ସମ୍ଭାବନା ଦେଖାଏ। ସବୁଜ କୋଠରୀ ଗ୍ୟାସ୍ ଦ୍ୱାରା ବିଷୟ ଉଷେଣ ହୋଇଥାଏ। ମୃତ୍ତିକାର କ୍ଷୟ। ମୃତ୍ତିକାର ଆର୍ଦ୍ରତା ହ୍ରାସ, ଜଙ୍ଗଲ କ୍ଷୟ, ରାସ୍ତାଘାଟ ନିର୍ମାଣ ଓ ଜଳଧାରର ପଥ ପରିବର୍ତ୍ତନ ଦ୍ୱାରା ମୃତ୍ତିକା କ୍ଷୟ ହୋଇଥାଏ। ଜଳସ୍ରୋତରେ ସୂକ୍ଷ୍ମ ମୃତ୍ତିକା କଣା ଭାସିଯାଇ ନଦୀ, ପଠା ଓ ସମତଳ ଅଞ୍ଚଳରେ ଜମିଥାନ୍ତି ଓ ପାହାଡ଼ ପର୍ବତ ଲଣ୍ଡା ହୋଇ ପଥୁରିଆ ହୋଇଯିବା ସହିତ ବୃକ୍ଷଲତାଙ୍କ ବୃଦ୍ଧି ପାଇଁ ଅନୁପଯୋଗୀ ହୋଇଥାଏ। ତେଣୁ ମୃତ୍ତିକା କ୍ଷୟକୁ ରୋକିବା ପାଇଁ ହେଲେ ବୃକ୍ଷରୋପଣ ଓ ନୂତନ ଜଙ୍ଗଲ ସୃଷ୍ଟି ତଥା ଜଙ୍ଗଲ ସଂରକ୍ଷଣ ପାଇଁ ଉପଯୁକ୍ତ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ। ଓଜୋନ ସ୍ତର। ପୃଥିବୀ ପୃଷ୍ଠରୁ 25-50 କିମି ମଧ୍ୟରେ ଓଜୋନ ବାଷ୍ପର ଏକ ନିରବଚ୍ଛିନ୍ନ ଆସ୍ତରଣ ରହିଛି। ଏହି ଓଜୋନ ସ୍ତର ପୃଥିବୀର ଜୀବଜଗତ କ୍ଷତିକାରକ ଅତି ବାଇଗଣୀ ରଶ୍ମି ଓ ଅନ୍ୟ ଶକ୍ତିଶାଳୀ କ୍ଷୁଦ୍ର ତରଙ୍ଗ ବିଶିଷ୍ଟ ସୌର ରଶ୍ମିକୁ ରକ୍ଷା କରିଥାଏ। ଶୀତଳ ଭଣ୍ଡାର ଓ ଅନ୍ୟାନ୍ୟ ଶୀତଳକରଣ ଯନ୍ତ୍ରରେ ବ୍ୟବହୃତ ହେଉଥିବା କ୍ଲୋରୋଫ୍ଲୋରୋକାର୍ବନ ଜାତୀୟ ରାସାୟନିକ ଅପବ୍ୟବହାର ହେତୁ ସେଥିରୁ ନିର୍ଗତ ଗ୍ୟାସ୍ ବାୟୁମଣ୍ଡଳରେ ମିଶି ଓଜୋନ ସ୍ତରରେ ରନ୍ଧ୍ର ସୃଷ୍ଟି କରୁଛି ଓ ଏହା ଫଳରେ ଜୀବଜଗତ ପ୍ରତି ବିପଦର ସମ୍ଭାବନା ରହିଛି। 5 ନମ୍ବର, ବର୍ଷା କିପରି ସୃଷ୍ଟି ହୁଏ ଓ ବାୟୁମଣ୍ଡଳରେ କେଉଁ କେଉଁ କାରକ ଏହାକୁ ପ୍ରଭାବିତ କରି ଦର୍ଶାଅ। ଭୂପୃଷ୍ଠସ୍ଥ ଜଳାଶୟ ଓ ଭୂ ଅଭ୍ୟନ୍ତରସ୍ଥ ଜଳ ସୂର୍ଯ୍ୟତାପ ଦ୍ୱାରା ଉତ୍ତପ୍ତ ହୋଇ ସୃଷ୍ଟ ହେଉଥିବା ଜଳୀୟ ବାଷ୍ପ ଏବଂ ଉଦ୍ଭିଦର ଉତ୍ପାଦନ ପ୍ରକ୍ରିୟାରେ ତା ଶରୀରରୁ ନିର୍ଗତ ହେଉଥିବା ଜଳୀୟ ବାଷ୍ପ ବାୟୁ ସହିତ ମିଶେ। ଏହି ଆର୍ଦ୍ର ବାୟୁ ଗରମ ହୋଇ ଉପରକୁ ଉଠିବା ଦ୍ୱାରା କ୍ରମଶଃ ଥଣ୍ଡା ହୋଇ ଏହାର ଘନତ୍ୱ ବୃଦ୍ଧି ପାଏ। ଅଧିକ ଉଚ୍ଚତାରେ ବାୟୁ ଥଣ୍ଡା ହୋଇ ଛୋଟ ଛୋଟ ଜଳକଣାରେ ପରିଣତ ହୁଏ। ଜଳବିନ୍ଦୁମାନଙ୍କର ଆକାର ଓ ଓଜନ ବୃଦ୍ଧି ପାଇ ସେଗୁଡ଼ିକ ବର୍ଷା ଆକାରକୁ ତଳକୁ ଆସନ୍ତି। ବାୟୁରେ ଥିବା ଧୂଳିକଣା ଅଣୁ
କେନ୍ଦ୍ର କାର୍ଯ୍ୟ କରେ ଓ ଏହା ଚାରିକଡ଼େ ଜଳକଣାମାନ କମିଯାଇ ଜଳବିନ୍ଦୁ ସୃଷ୍ଟି କରିଥାଏ। କୌଣସି ସ୍ଥାନର ବୃଷ୍ଟିପାତ ସମୟ ଓ ପରିମାଣ ସେହି ସ୍ଥାନର ଅବସ୍ଥିତି ଉପରେ ନିର୍ଭର କରିଥାଏ। ବର୍ଷାର ବିଭିନ୍ନ ସମୟରେ ହେଉଥିବା ବର୍ଷା ବାୟୁର ଗତି ଉପରେ ନିର୍ଭର କରିଥାଏ। ଆମ ଦେଶର ଅଧିକାଂଶ ଅଞ୍ଚଳ ବୃଷ୍ଟିପାତ ମୌସୁମୀ ବାୟୁ ପ୍ରବାହ ଉପରେ ନିର୍ଭର କରିଥାଏ। ଜୀବମଣ୍ଡଳ ଜଳର ଭୂମିକା ବର୍ଣ୍ଣନା କର। ସାଗର, ସମୁଦ୍ର, ହ୍ରଦ, ନଦୀ, ନାଲ, ଝରଣା, ପୋଖରୀ ଆଦିରେ ଜଳ ସଂଗୃହୀତ ହୋଇ ରହିଥାଏ। କିଛି ମାତ୍ରାରେ ଜଳ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଆକାରରେ ମଧ୍ୟ ରହିଥାଏ। ପୃଥିବୀର ସ୍ଥଳଭାଗରେ ବାସ କରୁଥିବା ସମସ୍ତ ଜୀବଙ୍କ ପାଇଁ ମଧୁର ଜଳ ନିତାନ୍ତ ଆବଶ୍ୟକ। ଏହି ଜଳ ଏକ ଦ୍ରାବକ ଭାବରେ ସାଇଟୋପ୍ଲାଜମରେ ରହିଥାଏ। ଜଳ ଦ୍ୱାରା ଖାଦ୍ୟ ଦ୍ରବୀଭୂତ ହୋଇ ଜୀବ ଶରୀରର ବିଭିନ୍ନ ଅଂଶକୁ ଯାଇଥାଏ। ତେଣୁ ଉଦ୍ଭିଦ ଓ ପ୍ରାଣୀମାନେ ସବୁବେଳେ ଜଳ ଆବଶ୍ୟକ କରନ୍ତି। ଜଳରେ ଅନେକ ଜଳଜୀବୀ ଉଦ୍ଭିଦ ଓ ପ୍ରାଣୀ ବାସ କରନ୍ତି। ଜଳ ପ୍ରଦୂଷଣ କିପରି ହୁଏ ଓ ଏହା ଦ୍ୱାରା ଉପୁଜୁଥିବା ସମସ୍ୟା ଓ ଏହାର ସମାଧାନ କିପରି କରିହେବ ବର୍ଣ୍ଣନା କର। ମନୁଷ୍ୟ ଦ୍ୱାରା ମୁଖ୍ୟତଃ ଜଳ ପ୍ରଦୂଷଣର ମୁଖ୍ୟ କାରଣ ହୋଇଥାଏ। ଆମେମାନେ ଜଳକୁ କଳକାରଖାନା, ଚାଷବାସ ଓ ଘରୋଇ କାର୍ଯ୍ୟ ଯଥା ଲୁଗା ସଫା କରିବା, ଗାଧୋଇବା, ରୋଷେଇ କରିବା ଦ୍ୱାରା ବାହାରୁଥିବା ଜଳ ଦ୍ୱାରା ପ୍ରଦୂଷଣ ହୋଇଥାଏ। ଜଳ ଏକ ସାମୂହିକ ଦ୍ରବଣ ହୋଇଥିବାରୁ ବ୍ୟବହାର ସମୟରେ ବିଭିନ୍ନ ପଦାର୍ଥ ଦ୍ରବୀଭୂତ ହୋଇ ଏହାର ପ୍ରଦୂଷିତ ହୋଇଥାଏ। ଚାଷ କାର୍ଯ୍ୟରେ ବ୍ୟବହାର ହେଉଥିବା ଜଳର କୀଟନାଶକ ଔଷଧ ବ୍ୟବହାର ଦ୍ୱାରା ଜଳ ପ୍ରଦୂଷଣ ହୋଇଥାଏ। ଜଳରେ କୀଟନାଶକ ପଦାର୍ଥର ପରିମାଣ ଅଧିକ ହେଲେ ଜଳଜ ଉଦ୍ଭିଦ ଓ ପ୍ରାଣୀମାନେ ରୋଗଗ୍ରସ୍ତ ହୋଇଥାନ୍ତି। ନାଳ ନର୍ଦ୍ଦମା ଓ କଳକାରଖାନାରୁ ବାହାରୁଥିବା ବର୍ଜ୍ୟ ଜଳରେ ଅନେକ ପ୍ରକାର ପୋଷକ ଓ ବିଷାକ୍ତ ପଦାର୍ଥ ମିଶି ରହିଥାଏ। ଏହି ପଦାର୍ଥ ଜଳରେ ମିଶି ଜଳଜ ଉଦ୍ଭିଦ ଓ ପ୍ରାଣୀମାନଙ୍କର ବୃଦ୍ଧି, ବିକାଶ, ବିପାକ ଓ ପ୍ରଜନନ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାନ୍ତି। ଜଳରେ ପୋଷକ ଯଥା ଯବକ୍ଷାରଜାନ ଓ ଫସ୍ଫରସ୍ ମାତ୍ରା ବୃଦ୍ଧି ପାଇଲେ ବିଭିନ୍ନ ପ୍ରକାର ଶୈବାଳମାନଙ୍କର ଅତ୍ୟଧିକ ବୃଦ୍ଧି ଘଟେ। ଜଳ ସବୁଜ ରଙ୍ଗ ହୋଇଥାଏ। କୃଷି କ୍ଷେତ୍ରରେ ରାସାୟନିକ ସାରମାନ ଓ କୀଟନାଶକର ବ୍ୟବହାର ମାତ୍ରା କମ୍ କରିବା କିମ୍ବା ଜୈବିକ ପ୍ରଣାଳୀ ଅବଲମ୍ବନ କରିବା। କାରଖାନାରୁ ପର୍ଯ୍ୟାପ୍ତ ଜଳକୁ ଉପଯୁକ୍ତ ପ୍ରଣାଳୀରେ ସଂଶୋଧନ କରି ନିକଟସ୍ଥ ଜଳାଶୟକୁ ଛାଡ଼ିବା। ମୃତ୍ତିକା ସୃଷ୍ଟି ଓ ବିକାଶ କିପରି ହୁଏ ବୁଝାଅ। ସୂର୍ଯ୍ୟତାପ ଦ୍ୱାରା ଦିନବେଳେ ପଥରର ତାପମାତ୍ରା ଓ ଆୟତନ ବୃଦ୍ଧି ପାଇଥାଏ ଓ ରାତିରେ ପଥର ଥଣ୍ଡା ହୋଇ ସଂକୁଚିତ ଓ ପ୍ରସାରିତ ହେଉଥିବାରୁ ଏଥିରେ ଫାଟ ସୃଷ୍ଟି ହୁଏ ଓ ସେହି ଫାଟ କ୍ରମଶଃ ବୃଦ୍ଧି ପାଇ ପଥରକୁ ଖଣ୍ଡ ଖଣ୍ଡ କରିଦିଏ। ଜଳ ଦ୍ୱାରା ମଧ୍ୟ ପଥରର କ୍ଷୟପ୍ରାପ୍ତ ହୋଇଥାଏ। ପଥରରେ ଥିବା ଖଣିଜ ପଦାର୍ଥ ଜଳ ଗ୍ରହଣ କରିବା ଦ୍ୱାରା ଫୁଲିଯାଏ ଓ ପଥରକୁ ଭାଙ୍ଗିଦିଏ। ଜଳସ୍ରୋତ ଦ୍ୱାରା ପଥର କ୍ଷୟପ୍ରାପ୍ତି ଘଟି ବାଲୁକା ଓ ମୃତ୍ତିକା କଣା ସବୁ ଭାସିଯାଏ। ସମତଳ ଅଞ୍ଚଳରେ ଜମା ହୋଇ ମୃତ୍ତିକା ସୃଷ୍ଟି ହୋଇଥାଏ। ଜଳ ଭଳି ପବନ ବେଗ ଦ୍ୱାରା ବାଲୁକା କଣା ଗଡ଼ି ଗଡ଼ି ପରସ୍ପର ସହିତ ଘର୍ଷଣ କରିଥାନ୍ତି ଓ ଏହା ଦ୍ୱାରା କ୍ଷୟପ୍ରାପ୍ତ ହୋଇ ଛୋଟ ଛୋଟ ମୃତ୍ତିକା କଣା ସୃଷ୍ଟି ହୋଇଥାଏ। ବହୁ ବର୍ଷ ଧରି ରହି କିଛି ଜୈବିକ ପଦାର୍ଥ ପଥର ଉପରେ ଜମାଇ ଲାଇକିନ୍ ଏସିଡ୍ ନାମକ ଏକ ଜୈବ ରାସାୟନିକ ଅମ୍ଳ ନିର୍ଗତ କରେ। ଫଳରେ ପଥରକୁ ଗୁଣ୍ଡ କରି ଜୈବିକ ପଦାର୍ଥ ସହ ମିଶିକ ପତଳା ମୃତ୍ତିକା ସ୍ତର ସୃଷ୍ଟି କରେ। ଶବ୍ଦ ପ୍ରଦୂଷଣର ପ୍ରକାରଭେଦ ଲେଖ। ଶବ୍ଦ ପ୍ରଦୂଷଣ ସାଧାରଣତଃ 3 ପ୍ରକାର ହୋଇଥାଏ ଯଥା ଶିଳ୍ପଗତ କହିଲେ ସ୍ୱଳ୍ପ ସ୍ଥାନରେ ବଡ଼ ବଡ଼ କଳକାରଖାନା ପ୍ରତିଷ୍ଠା ଏହାର ମୁଖ୍ୟ କାରଣ। ଯାନବାହନଗତ, ଗୋଷ୍ଠୀଗତ
ଯାହାକି ବିଭିନ୍ନ ଉତ୍ସବ ଅନୁଷ୍ଠାନ ଯାତ୍ରା ମେଲା ସଭା ସମିତି ରାଜନୈତିକ ଓ ସାମାଜିକ ସମାବେଶ ଇତ୍ୟାଦି ଏହାର ମୁଖ୍ୟ କାରଣ। ଶବ୍ଦ ପ୍ରଦୂଷଣରେ କିପରି ନିୟନ୍ତ୍ରଣ କରିବା? ଉଦ୍ଭିଦ ଶିକ୍ଷାରେ ଶବ୍ଦ ତରଙ୍ଗକୁ ଶୋଷଣ କରିପାରୁଥିବାରୁ ବ୍ୟାପକ ବୃକ୍ଷରୋପଣ ଆବଶ୍ୟକତା ରହିଅଛି। ସହରାଞ୍ଚଳରେ ଉଭୟ ପାର୍ଶ୍ୱରେ ବୃକ୍ଷରୋପଣ ମଧ୍ୟ କରାଯାଇପାରିବ। ଘଞ୍ଚ ଜଙ୍ଗଲ ଦ୍ୱାରା ଡାକବାଜି ଯନ୍ତ୍ର ଶବ୍ଦକୁ 20 dB ପର୍ଯ୍ୟନ୍ତ କମା ଯାଇପାରିବ। ଶିଳ୍ପ ଭିତ୍ତିଭୂମି ଏବଂ ବିମାନ ବନ୍ଦର ଠାରୁ ଜନବସତି ଗୁଡ଼ିକ ଅନେକ ଥର ଧରି କରାଇବା ଉଚିତ। ଶିଳ୍ପ ଭିତ୍ତିଭୂମି ଓ ବିମାନ ବନ୍ଦର ଚାରିପାଖରେ ସବୁଜ ବନାନୀ କରିବା ଆବଶ୍ୟକ। ଜନସାଧାରଣ ବସତି, ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନ ଉଚ୍ଚ ଶବ୍ଦ ନ ହେବା ପାଇଁ ସରକାରଙ୍କ ଦ୍ୱାରା ଯଥେଷ୍ଟ କଡ଼ା ନିୟମ ବ୍ୟବସ୍ଥା କରାଇବା। ଥିଲା ପ୍ରାକୃତିକ ସମ୍ପଦ ଓ ତାହାର ପ୍ରଦୂଷଣର ପାଠର ପ୍ରଶ୍ନ ଉତ୍ତର।